ବାଲେଶ୍ୱର ସହରର ପୁରାତନ ଶିକ୍ଷାନୁଷ୍ଠାନ ଟାଉନ୍ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଅକ୍ଷୟ କୁମାର ପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁମତି ରାଉତ ଅଧ୍ୟକ୍ଷତା କରିବା ସହିତ ଶିକ୍ଷକତା କ୍ଷେତ୍ରରେ ବିଦାୟୀ ଶିକ୍ଷକ ଶ୍ରୀ ପାତ୍ରଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଦୀର୍ଘ 20 ବର୍ଷ ଧରି ଶିକ୍ଷାଦାନ କ୍ଷେତ୍ରରେ ମହତ ସେବା ପ୍ରଦାନ ମାଧ୍ୟମରେ ସୁନାମ ଅର୍ଜନ କରିଥିବା ଶ୍ରୀ ପାତ୍ରଙ୍କ ଭଳି ଜଣେ ମିଷ୍ଟଭାଷୀ ଦରଦୀ ମେଳାପୀ ଅଭିଜ୍ଞ ଓ ଛାତ୍ର ବତ୍ସଳ ଶିକ୍ଷକଙ୍କ ଅଭାବ ସର୍ବଦା ଅନୁଭବ ହେବ ବୋଲି ସେ କହିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ଖୁଣ୍ଟିଆ, ପୁରାତନ ଛାତ୍ର ସଂସଦର ସଭାପତି ସୁବ୍ରତ କର, ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ପୂର୍ବତନ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ଜେନା, ବିଦ୍ୟାଳୟ ପରିଚାଳନା କମିଟି ପୂର୍ବତନ ସଭାପତି ପ୍ରଦୀପ ପ୍ରଧାନ ଓ ପ୍ରହ୍ଲାଦ ପ୍ରସାଦ ଗୁପ୍ତା, ପୂର୍ବତନ ଶିକ୍ଷକ ଦାମୋଦର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାତ୍ରଙ୍କ ସମ୍ବର୍ଦ୍ଧନା ପ୍ରଦାନ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନଠାରୁ ଅଭିଭାବକଙ୍କ ଅଭିଯୋଗ ସମାଧାନ ଏମିତିକି ସ୍ଥାନୀୟ ବାସିନ୍ଦାଙ୍କ ସହ ସମନ୍ୱୟ ରକ୍ଷାପୂର୍ବକ କାର୍ଯ୍ୟ କରିବାର ଧାରା ବଜାୟ ରଖିବାରେ ଶ୍ରୀ ପାତ୍ର ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ ବୋଲି ବକ୍ତାମାନେ କହିଥିଲେ। ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ପାତ୍ର କହିଥିଲେ ଯେ ଟାଉନ୍ ହାଇସ୍କୁଲ ତଥା ଏଠାକାର ସହକର୍ମୀ ଓ ପରିଚାଳନା କମିଟି ସର୍ବୋପରି ଛାତ୍ରଛାତ୍ରୀଙ୍କ ଆତ୍ମୀୟତାପୂର୍ଣ୍ଣ ବ୍ୟବହାର ତାଙ୍କର ସବୁଦିନ ମନେ ରହିବ ବୋଲି କହିଥିଲେ। ଶିକ୍ଷୟିତ୍ରୀ କଳ୍ପଲତା ରଥ, ଦେବସ୍ମିତା ଦାସ, ଶଶଧର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଫିସ ସହକାରୀ ରାଜେନ୍ଦ୍ର ଦେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।